ଶାଗ ତରକାରୀ ପାଇଁ ମୁଁ ଆଳୁ ଆଗ ଭାଜୁଛି। ମୋତେ ଟିକେ ଆଳୁ ଆଗ ଭାଜିଦେଲେ ଭଲ ଲାଗିବ। ଏଠି ତରକାରୀ ବସେଇ ସାରିଲେଣି। ମସଲା ଆଳୁ ଭାଜି ଦେଇଥିଲି ଆଗ। ଆଳୁ କଷି ସାରିଲା ପରେ ତେଲ ଫୁଟଣ ମସଲା ପକାଇ କଷିକି ପାଣି ଯୋଗାଡ଼ି ଦେଇଛି ଆଳୁକୁ। ଶାଗ କାଟିକି ଥୋଇ ଦେଇଛି। ଏଠି ବାଇଗଣ କାଟି ପାଣିରେ ପକାଇଛି। ଏଠି ରସୁଣ ଛୁଙ୍କ ଦେବି ଲାଷ୍ଟକୁ। ସବୁ ପଡ଼ି ସାରିଲା ପରେ ଏଠି ବଡ଼ି ଭାଜିକି ରଖିଦେଇଛି। ଶାଗ ତରକାରୀ ମାନେ ବଢ଼ି ଲାଷ୍ଟକୁ ରସୁଣ ଛୁଙ୍କ ମାରିବ, ପୁରା ମସ୍ତ ଲାଗିବ। ଏଠି ବାଇଗଣ ପକାଇ ସାରିଲେଣି। ସାରୁ ଆଳୁ ଆଉ ଟିକେ ସିଝିଯାଉ। ଟିକେ ସିଝିଗଲେ ଶାଗ ପକାଇବା। ଆଣିକି ଶାଗ ପକାଇବା। କୁଶଳା ଶାଗ ତମ୍ବା ଧୋଇ କାଲି କାଟିକି ଥୋଇଥିଲା। ମୁଁ ପୁଣି ଆଜି ଆଉ ଟିକେ ଧୋଇଲି। ଶାଗ କଲେ ତରକାରୀ ଭଜା ହେଇଯିବ। ଶାଗ କଲେ ତରକାରୀ କଲର୍ ଚେଞ୍ଜ ହେଇଯିବ ନା, ପୁରା ନାଲି ପଡ଼ିଯିବ। ଗୋଟେ ପାଣି ଦିଅ ବଘାରିଲା ବେଳେ, ଲାଷ୍ଟକୁ ବଘାରିଲା ବେଳେ ଟିକେ ହାଲକା ପାଣି ଦେଇକି ଘୋରେଇ ଦେଇ ବଘାରିଲା ବେଳକୁ। ଖରାବେଳର ଖାଇବା ଭାତ, ଇଏ ଶାଗ ତରକାରୀ, ଇଏ ଆମ ନାନା ଦେଇଛନ୍ତି କୋବି ବିନ୍ ଆଳୁ ତରକାରୀ, ଇଏ ଆମର ଦଳା ହବ ଗୋଟେ ପାଗ, ଇଏ ପାମ୍ପଡ଼। ଇଏ ଥିଲା ଆଜିର ଖାଇବା, ଖରାବେଳର ଖାଇବା। ଆଉ ଏବେ 2 ଦିନ ହେଲାଣି ଗୋଟେ ପାଗ କରିଛି। ଏଠି ମେଘ ଆସିଗଲାଣି। ବର୍ଷା ପାଗକୁ ଏସବୁ ଆଜି ଖାଇବା ଗରମ ଗରମ। ମୁଁ ତ ଆଉ ସମ୍ଭାଳି ପାରୁନି, ମୁଁ ନିଜକୁ ଯାଉଛି ମୁଁ ଖାଇବି। ଆପଣମାନେ ବି ଆଶା କରୁଛି ଖାଇସାରିବେଣି।